ଧାମରା ସାହିତ୍ୟ ସଂସଦ ବସନ୍ତ କବିତା ଆସର। ରାଉରକେଲାର ଛେଣ୍ଡ ସ୍ଥିତ ଧାମରା ସଂଘର ବସନ୍ତ କବିତା ଆସର ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସମ୍ପାଦକ ଭଗବାନ ରାଉତଙ୍କ ସଭାପତିତ୍ୱରେ ଓ ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି ଆସରରେ ମୁଖ୍ୟ ବକ୍ତା ଭାବେ ଡକ୍ଟର ଅଶ୍ୱିନୀ କୁମାର ରାୟ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଲେ ଯେ ସ୍ୱପ୍ନ ପ୍ରୀତି ସମ୍ଭାବନାର ଋତୁ ହେଉଛି ବସନ୍ତ। ଋତୁରାଜ ବସନ୍ତର ଆଗମନରେ ଧରା ହୁଏ ଆନମନା। ଜୀବନ ଓ ଜଗତକୁ ଚଳଚଞ୍ଚଳ ମଧୁମଗ୍ନା କରିବାରେ, ସୃଷ୍ଟିର ସୃଜନଶୀଳତାର ତୁଳିକୁ ରସାଣିତ କରିବାରେ ବସନ୍ତ ଋତୁର ଭୂମିକା ଅବର୍ଣ୍ଣନୀୟ ବୋଲି ସେ କହିଥିଲେ। ଅନ୍ୟତମ ବକ୍ତା ଡକ୍ଟର ନାରାୟଣ ସେନାପତି ତାଙ୍କ ବକ୍ତବ୍ୟରେ କହିଲେ ଯେ ବସନ୍ତର ବିରହ ବେଦନା ପ୍ରୀତିର ଅନନ୍ୟ ସ୍ୱାକ୍ଷର ଏ ଧରାରେ ଛାଡ଼ିଦେଇ ଅଭିଷିକ୍ତ ହୁଏ ଋତୁରାଜ। ଅନେକ ପୁରାତନ ଓ ନୂତନ କବିଙ୍କର ବସନ୍ତ ଆଧାରିତ କବିତାକୁ ସେ ସୁନ୍ଦର ଭାବରେ ଆବୃତ୍ତି କରିଥିଲେ। ମୁଖ୍ୟ ଅତିଥି ଇଞ୍ଜିନିୟର ଅଭୟ କୁମାର ଦାସ କହିଲେ ଯେ ପ୍ରଜାପତି ଡେଣାରେ ଫୁଲର କ୍ଷେତାକ୍ତ ରକ୍ତ ଜ୍ୱାଳା ଅଧିକ ବଢ଼େଇ ଦିଏ ଋତୁ ବସନ୍ତ। ଆଜିର ବିଷାଦ ଶୋକ ସନ୍ତାପିତ ଧରା ଓ ଧରାବାସୀଙ୍କ ପ୍ରାଣରେ ଏକ ମଧୁର ରସମୟ ଅମୃତ ମକରନ୍ଦ ବିଞ୍ଚି ଦେଉ ଋତୁ ବସନ୍ତ। ସଭାପତିତ୍ୱ କରୁଥିବା ଶ୍ରୀ ରାଉତ କହିଲେ ଯେ କବିତା ଯଦି ହୃଦୟସ୍ପର୍ଶୀ ନହେଲା ତାହା କଦାପି କାଳଜୟୀ ହୋଇପାରିବ ନାହିଁ। ପ୍ରାରମ୍ଭରେ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ସାହିତ୍ୟ ସମ୍ପାଦିକା ନିରୁପମା ପତି ମଞ୍ଚ ପରିଚାଳନା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ପଞ୍ଚାନନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ନୀନାରାଣୀ ଜେନା ସମ୍ମାନିତ ଅତିଥି, ସଂଯୋଜିକା ଭାବରେ ରୀନାରାଣୀ ସ୍ୱାଇଁ, ସୁଚିସ୍ମିତା ପଣ୍ଡା, ନିରୁପମା ନାୟକ କବିତାଗୁଡ଼ିକୁ ସଂଯୋଜନା କରିଥିଲେ। ସର୍ବଶ୍ରୀ କବି ସଞ୍ଜୀବ ଭୋଇ, ବଳରାମ ରାଉଳ, କାଶୀନାଥ ନନ୍ଦୀ, ତ୍ରିଲୋଚନ ସ୍ୱାଇଁ, ଡକ୍ଟର କୃପାସିନ୍ଧୁ ନାୟକ, କୁଞ୍ଜବିହାରୀ ରାଉତ, ଉପେନ୍ଦ୍ର ବସ୍ତିଆ, ଦିବାକର ଦାସ, ସସ୍ମିତା ପ୍ରଧାନ, ଉର୍ବଶୀ ଦାସପତି, ଚିନ୍ମୟୀ ପୁରୋହିତ, ତପସ୍ୱିନୀ ସାହୁ, ନିରଞ୍ଜନ କରଣ, ଗଦାଧର ରଥ, ବିକ୍ରମ ଆଚାର୍ଯ୍ୟ, ଅଭିରାମ ପ୍ରଧାନ, ଅକ୍ଷୟ କୁମାର ସାମଲ, ଡକ୍ଟର ଅଶ୍ୱିନୀ ରାୟ, ସୁକାନ୍ତ ମହାପାତ୍ର, ନିରୁପମା ପତି ଆଦି 43 ଜଣ କବି କବିତା ପାଠ କରିଥିଲେ। ଶେଷରେ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।